କରିବା ଦ୍ୱାରା ଜଣେ ବ୍ୟକ୍ତିଙ୍କ ଜୀବନ ଦୁର୍ଭାଗ୍ୟ ଦ୍ୱାରା ଘେରି ରହିଯାଏ। ଚାଣକ୍ୟ କେଉଁ ଲୋକଙ୍କୁ ଅପମାନ ନ କରିବା ପାଇଁ ପରାମର୍ଶ ଦେଇଛନ୍ତି ଆସନ୍ତୁ ଜାଣିବା। କିନ୍ତୁ ଜାଣିବା ପାଇଁ ହେଲେ ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଆମ ଚ୍ୟାନେଲରେ ନୂଆ ଅଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍ ଉପରେ କ୍ଲିକ୍ କରନ୍ତୁ। ପ୍ରଥମେ ହେଉଛନ୍ତି ମା। ଚାଣକ୍ୟ ନୀତି କହୁଛି ଯେ ଜଣେ ମାତାଙ୍କୁ ଅପମାନିତ କରିବା ଉଚିତ ନୁହେଁ, ଯାହାର ଗର୍ଭରୁ ଜଣେ ଜନ୍ମ ହୋଇଛି। ଜଣେ ମା ନିଜ ସନ୍ତାନକୁ 9 ମାସ ପର୍ଯ୍ୟନ୍ତ ନିଜ ଗର୍ଭରେ ରଖେ। ଜଣେ ବ୍ୟକ୍ତି ସେହି ଋଣ ପରିଶୋଧ କରିବାରେ ସକ୍ଷମ ହୁଏ ନାହିଁ। ଦୁନିଆରେ କେହି ମାତାର ସ୍ଥାନ ନେଇପାରିବେ ନାହିଁ। ଚାଣକ୍ୟ କହିଛନ୍ତି ଯେ ଜଣେ ମା ନିଜ ସନ୍ତାନକୁ ଜନ୍ମ ଦେବା ପାଇଁ ମୃତ୍ୟୁ ପରି କଷ୍ଟ ସହିଥାଏ। ଏଭଳି ପରିସ୍ଥିତିରେ ମାଆକୁ ଅପମାନ କରିବା ଅନୁଚିତ। ଦ୍ୱିତୀୟରେ ହେଉଛନ୍ତି ପିତା। ଚାଣକ୍ୟଙ୍କ ଅନୁଯାୟୀ ପିତା ଭଗବାନ ପରି ଅଟନ୍ତି। ଜଣେ ପିତା ନିଜ ପିଲାମାନଙ୍କର ସମସ୍ତ ଆବଶ୍ୟକତା ପୂରଣ କରନ୍ତି। ଆହୁରି ମଧ୍ୟ ଜଣେ ପିତା ନିଜ ପିଲାମାନଙ୍କର ପ୍ରତ୍ୟେକ ଇଚ୍ଛା ପୂରଣ କରିବା ପାଇଁ ଦିନରାତି କଠିନ ପରିଶ୍ରମ କରନ୍ତି। ସେଥିପାଇଁ ଚାଣକ୍ୟ କହିଛନ୍ତି ଯେ ଜଣେ ପିତାଙ୍କୁ ଅପମାନ କରିବା ଉଚିତ ନୁହେଁ। ଯିଏ ନିଜ ପିତାଙ୍କୁ ସମ୍ମାନ କରେ ଭଗବାନ ମଧ୍ୟ ତାକୁ ଆଶୀର୍ବାଦ ଦିଅନ୍ତି। ତୃତୀୟରେ ହେଉଛନ୍ତି ନୈତିକ ଶିକ୍ଷା ଦେଉଥିବା ବ୍ୟକ୍ତି। ଚାଣକ୍ୟ କହିଛନ୍ତି ଯେ ନୈତିକ ଶିକ୍ଷା ଦେଉଥିବା ବ୍ୟକ୍ତିଙ୍କୁ କେବେ ବି ପ୍ରତ୍ୟାଖ୍ୟାନ କରିବା ଉଚିତ ନୁହେଁ। ଯେଉଁମାନେ ଏହିପରି ନୈତିକ ଶିକ୍ଷା ପ୍ରଦାନ କରନ୍ତି ସେମାନେ ହେଉଛନ୍ତି ଜେଜେବାପା, ସମ୍ପର୍କୀୟ କିମ୍ବା ପଡ଼ୋଶୀ ବି ହୋଇପାରନ୍ତି। ଏଭଳି ପରିସ୍ଥିତିରେ ଏମାନଙ୍କୁ କେବେ ମଧ୍ୟ ଅପମାନ କରିବା ଠିକ୍ ନୁହେଁ। ଚତୁର୍ଥରେ ହେଉଛନ୍ତି ଶିକ୍ଷକ। ଚାଣକ୍ୟଙ୍କ ନୀତି ଅନୁଯାୟୀ ଜଣେ ବ୍ୟକ୍ତି ନିଜ ଗୁରୁଙ୍କୁ କେବେ ଅପମାନ କରିବା ଉଚିତ ନୁହେଁ। ଚାଣକ୍ୟ କହିଛନ୍ତି ଯେ ଜୀବନରେ ଖାଦ୍ୟ ଭଳି ଜ୍ଞାନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏପରି ପରିସ୍ଥିତିରେ ଯେ ଜ୍ଞାନ ହାସଲ କରିଛି ତାକୁ ଅପମାନିତ କରିବା ଉଚିତ ନୁହେଁ। ପଞ୍ଚମରେ ହେଉଛନ୍ତି ବନ୍ଧୁ। ଚାଣକ୍ୟ କହିଛନ୍ତି ଯେ ଜଣେ ପ୍ରକୃତ ବନ୍ଧୁ ଆମକୁ ସାହାଯ୍ୟ କରିବାକୁ ସର୍ବଦା ଥାନ୍ତି। କଠିନ ପରିସ୍ଥିତିରେ ମଧ୍ୟ ସେ ଆପଣମାନଙ୍କୁ ସମର୍ଥନ କରନ୍ତି। ଏଭଳି ପରିସ୍ଥିତିରେ ଜଣେ ବନ୍ଧୁଙ୍କୁ ଅପମାନ ନ କରିବା ପାଇଁ ଚାଣକ୍ୟ ପରାମର୍ଶ ଦେଇଛନ୍ତି। ଯଦି ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ଭିଡ଼ିଓ